ମୋର ପ୍ରିୟମାନେ, କୌଣସି ପ୍ରକାର ଶୟତାନକୁ ନିଜ ଜୀବନରେ ସୁଯୋଗ ଦିଅନ୍ତୁ ନାହିଁ। ତାହାର ଯୋଜନା ହେଉଛି ସମଗ୍ର ମାନବ ଜାତିକୁ ବିଭିନ୍ନ ପ୍ରକାର ସମସ୍ୟା ଆଣି ଭୟରେ ରଖିବା। ଆଉ ତାହାର ଯୋଜନା ହେଉଛି ପ୍ରତ୍ୟେକ ଯେ ପ୍ରକାର ନର୍କଗାମୀ ହେବେ ଏବଂ ଯେ ପ୍ରକାର ପରମେଶ୍ୱରଙ୍କ ଠାରୁ ଦୂରରେ ରହିବେ। କିନ୍ତୁ ଆମମାନଙ୍କର ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶୟତାନର ସମସ୍ତ ଯୋଜନାକୁ ଭାଙ୍ଗି ସାରିଅଛନ୍ତି ଏବଂ ସେ କାଲବରୀ କ୍ରୁଶ ଉପରେ ଆମମାନଙ୍କୁ ମୁକ୍ତି ଦେଇଅଛନ୍ତି। ସେ ମୁକ୍ତିର ମୂଲ୍ୟ ସ୍ୱରୂପ ତାହାଙ୍କର ଜୀବନ୍ତ ରକ୍ତ ଢାଳି ସେ ଆମମାନଙ୍କୁ ପରିତ୍ରାଣ ଦେଇ ସାରିଅଛନ୍ତି। ତାହାଙ୍କଠାରେ ବିଶ୍ୱାସ କରନ୍ତୁ ଏବଂ ତାହାଙ୍କର ଶକ୍ତିକୁ ନିଜ ଜୀବନରେ ଗ୍ରହଣ କରନ୍ତୁ। ତିମୋଥୀ 1:7 ସାଧୁ ପାଉଲ ଲେଖୁଅଛନ୍ତି, ଈଶ୍ୱର ଆମ୍ଭମାନଙ୍କୁ ଭୀରୁତାର ଆତ୍ମା ଦେଇନାହାନ୍ତି, ମାତ୍ର ଶକ୍ତି, ପ୍ରେମ ଏବଂ ସୁବୁଦ୍ଧିର ଆତ୍ମା ଦେଇଅଛନ୍ତି। ସେହି ଆତ୍ମା ହେଉଛନ୍ତି ପବିତ୍ର ଆତ୍ମା ପରମେଶ୍ୱର। ସେ ଆମ୍ଭମାନଙ୍କ ସହିତ ସଦାସର୍ବଦା ଅଛନ୍ତି। ସାଡ୍ ସଙ୍ଗସ୍ କଦାପି ଶୁଣନ୍ତୁ ନାହିଁ। କୌଣସି ହରର ଫିଲ୍ମସ୍ ଦେଖନ୍ତୁ ନାହିଁ। କୌଣସି ଅଶ୍ଳୀଳ ଭିଡ଼ିଓସ୍ ଦେଖନ୍ତୁ ନାହିଁ। କୌଣସି ପ୍ରକାର ଶୟତାନକୁ ନିଜ ଜୀବନରେ ସୁଯୋଗ ଦିଅନ୍ତୁ ନାହିଁ। କୌଣସି ପ୍ରକାର ଶୟତାନକୁ ନିଜ ହୃଦୟରେ ୱେଲକମ୍ କରନ୍ତୁ ନାହିଁ। କୌଣସି ପ୍ରକାର ଶୟତାନକୁ ଆପଣ ସୁଯୋଗ ଦିଅନ୍ତୁ ନାହିଁ ଯେ ପ୍ରକାର ସେ ଆପଣଙ୍କୁ ବିନାଶ ଆଡ଼କୁ ନେଇଯିବ, ଯେ ପ୍ରକାର ସେ ଆପଣଙ୍କୁ ନର୍କଗାମୀ କରାଇବ।